ଆପଣଙ୍କ ଆଇଫୋନ୍ ମଧ୍ୟ ଗରମ ହେଉଛି କି? ତେବେ ହୋଇଯାଆନ୍ତୁ ସାବଧାନ, ହୋଇପାରେ ଆପଣଙ୍କ ବଡ଼ କ୍ଷତି। ଏହି ଗ୍ରୀଷ୍ମ ଋତୁରେ ତାପମାତ୍ରା ନୂଆ ରେକର୍ଡ ସୃଷ୍ଟି କରୁଛି। ଯେତେବେଳେ ପାଣିପାଗର ଅବସ୍ଥା ବଦଳିଥାଏ ବା ଅତ୍ୟଧିକ ଗରମ ହୋଇଥାଏ ପାଗ, ସେତେବେଳେ କେବଳ ନିଜର ଯତ୍ନ ନେବା ହିଁ ଉଚିତ ନୁହେଁ, ବରଂ ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍ଗୁଡ଼ିକ ମଧ୍ୟର ଯତ୍ନ ନେବା ଆବଶ୍ୟକ। ଆପଣଙ୍କ ମହଙ୍ଗା ଆଇଫୋନ୍ ମଧ୍ୟ ଯଦି ଗରମ ହେଉଥାଏ, ତେବେ ଆପଣଙ୍କୁ ସତର୍କ ରହିବା ଉଚିତ। ଆପଲ୍ କମ୍ପାନୀର ଦାବି ଅନୁଯାୟୀ 0 ଡିଗ୍ରୀ ସେଲ୍ସିୟସ୍ରୁ 35 ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ତାପମାତ୍ରାରେ ଆଇଫୋନ୍ ପ୍ରଭାବଶାଳୀ ଭାବରେ କାମ କରିପାରିବ। ଏହି ଗ୍ରୀଷ୍ମ ଋତୁରେ କିପରି ଆପଣ ଆପଣଙ୍କ ଆଇଫୋନ୍କୁ ଥଣ୍ଡା ରଖିବେ, ଆସନ୍ତୁ ଆଜିର ଏହି ଭିଡ଼ିଓରେ ଜାଣିବା। ସୂର୍ଯ୍ୟ କିରଣଠାରୁ ଆପଲ୍ ଆଇଫୋନ୍କୁ ଦୂରେଇ ରଖନ୍ତୁ। ଗ୍ରୀଷ୍ମ ପ୍ରବାହ ତୀବ୍ର ହୋଇପାରେ, ଯାହା ଫୋନ୍ରେ ସ୍ଥାୟୀ କ୍ଷତି ଘଟାଇଥାଏ। ତେଣୁ ଯଥାସମ୍ଭବ ଏହାକୁ ସୂର୍ଯ୍ୟ କିରଣଠାରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ। ଫୋନ୍ର କଭରକୁ କାଢ଼ି ରଖିଦେବା ଉଚିତ। ବହୁତ ଲୋକମାନେ ନିଜ ଫୋନ୍କୁ ସୁରକ୍ଷିତ ରଖିବା ପାଇଁ ବା ଷ୍ଟାଇଲିଶ୍ ଦେଖାଯିବା ପାଇଁ କଭରକୁ ବ୍ୟବହାର କରିଥାନ୍ତି। କଭର ଇନ୍ସୁଲେସନ୍ ସାମଗ୍ରୀରେ ନିର୍ମିତ, ଫଳସ୍ୱରୂପ ଆଇଫୋନ୍ ବହୁତ ଗରମ ହୋଇଯାଏ। ଯଦି ଆଇଫୋନ୍ ଅତ୍ୟଧିକ ଗରମ ହୋଇଯାଏ, ତେବେ ମୋବାଇଲର କଭରକୁ ଖୋଲି ରଖିଦିଅନ୍ତୁ। କିଛି ସମୟ ଗଲା ପରେ ପୁଣି ତାକୁ ବ୍ୟବହାର କରନ୍ତୁ। ଆଇଫୋନ୍କୁ ଥଣ୍ଡା କରିବା ପାଇଁ ଏହା ହେଉଛି ସର୍ବୋତ୍ତମ ଉପାୟ। ଚାଲୁଥିବା ସମସ୍ତ ଆପ୍କୁ ବନ୍ଦ କରନ୍ତୁ ଏବଂ ଆଇଫୋନ୍କୁ ବିଶ୍ରାମ ଦିଅନ୍ତୁ। ଏହା ତାପମାତ୍ରାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଆଇଫୋନ୍ ଅପଡେଟ୍ ହେବା ଉଚିତ। ନିୟମିତ ଭାବେ ଆପଣଙ୍କ ଆଇଫୋନ୍ ଅପଡେଟ୍ କରିବା ଦ୍ୱାରା ଏହା ଅତ୍ୟଧିକ ଗରମରୁ ରକ୍ଷା ପାଇବ। ଆପଲ୍ ପ୍ରତ୍ୟେକ ନୂଆ iOS ସଂସ୍କରଣରେ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଏବଂ ବଗ୍ ଫିକ୍ସ ପ୍ରକାଶ କରେ। ଏହା ବ୍ୟାଟେରୀ ପାଇଁ ଅତ୍ୟଧିକ ଗରମ ସମସ୍ୟାର ସମାଧାନ ମଧ୍ୟ ଦେଇଥାଏ। ଯଦି ଆଇଫୋନ୍ରେ ଥିବା ସମସ୍ତ ଆପ୍ ଅପଡେଟ୍ ହୁଏ, ତେବେ ଡିଭାଇସ୍ର ତାପମାତ୍ରାକୁ ହ୍ରାସ କରିଦିଏ। ଫ୍ଲାଇଟ୍ ମୋଡ୍କୁ ଅନ୍ କଲେ ଆଇଫୋନ୍କୁ ଥଣ୍ଡା ରଖାଯାଇପାରିବ ଏବଂ ବ୍ୟାଟେରୀର ଚାର୍ଜ ମଧ୍ୟ ବଞ୍ଚାଯାଇପାରିବ। ସ୍କ୍ରିନ୍ର ବ୍ରାଇଟନେସ୍ ମଧ୍ୟ କମ୍ କରନ୍ତୁ। ପାୱାର ସେଭିଂ ମୋଡ୍ ଅନ୍ କରିବା ଉଚିତ। ଡାଟା ଏବଂ ୱାଇଫାଇକୁ ବନ୍ଦ ରଖିବା ଉଚିତ। ଭିଡ଼ିଓ ଷ୍ଟ୍ରିମିଂ ଓ ଗେମିଂ ପରି ଆପ୍କୁ ବ୍ୟବହାର କରନ୍ତୁ ନାହିଁ। ଏହି ଆପ୍ଗୁଡ଼ିକ ବ୍ୟାଟେରୀକୁ ନିଷ୍କାସନ କରିଥାଏ। ଏସବୁ କାମକୁ ଯଦି ଆପଣ ଆଭଏଡ୍ କରିବେ, ତେବେ ଆପଣଙ୍କ ଆଇଫୋନ୍ ମଧ୍ୟ ଥଣ୍ଡା ରହିବ।